ବର୍ଷାଙ୍କ ଠାରୁ ଅଲଗା ହେଲା ପରେ ଏବେ ଦ୍ୱିତୀୟ ବିବାହ କରିଛନ୍ତି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି। ତାହେଲେ ସ୍ତ୍ରୀଙ୍କ ସହିତ ଏବେ ସମୟ ବିତାଉଥିବାର ଦେଖାଦେଇଛନ୍ତି ଓଲିଉଡର ଏହି ଜବରଦସ୍ତ ଅଭିନେତା ଅନୁଭବ। ତ ଆପଣମାନେ ଅନୁଭବ ମହାନ୍ତିଙ୍କୁ ତ ବେଶ ଭଲ ଭାବରେ ଜାଣିଥିବେ। ଦୀର୍ଘ ଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରି ଆସୁଛନ୍ତି ଅନୁଭବ ମହାନ୍ତି। ତାହେଲେ ଅନୁଭବ ମହାନ୍ତି ସୁଟିଂ ସେଟ୍ରୁ ଭଲ ପାଇ ବର୍ଷାଙ୍କୁ ବାହା ହୋଇଥିଲେ, କିନ୍ତୁ ତାଙ୍କର କିଛି ଦିନ ପରେ ଡିଭୋର୍ସ ହୋଇଯାଇଛି। ତ କୋର୍ଟ ଦ୍ୱାରସ୍ଥ ହେଲା ପରେ ଦୁହେଁ ଏବେ ଅଲଗା ହୋଇଯାଇଛନ୍ତି। ତ ଅଲଗା ହେଲା ପରେ ବର୍ଷା ପ୍ରିୟଦର୍ଶିନୀ ନିଜ ମା ଓ ଭଉଣୀଙ୍କ ସହିତ ରହୁଥିବାର ନଜର ଆସିଛନ୍ତି। ଅନ୍ୟପକ୍ଷରେ ଅନୁଭବ ମହାନ୍ତି ଏବେ ଦ୍ୱିତୀୟ ବିବାହ କରିବା କଥା ନଜର ଆସିଛନ୍ତି। ତ ଆଗାମୀ ଦିନମାନଙ୍କରେ ଅନୁଭବଙ୍କର ଗୋଟିଏ ନୂଆ ଚଳଚ୍ଚିତ୍ର ରିଲିଜ୍ ହେବା ପାଇଁ ଯାଉଛି, ଯାହାର ନାଁ ରହିଛି କର୍ମା। ତ କର୍ମା ଚଳଚ୍ଚିତ୍ରରେ ଅନୁଭବ ମହାନ୍ତି ଅନ୍ୟ ଜଣେ ଝିଅଙ୍କୁ ବିବାହ କରିଥିବା କଥା ଦେଖିବାକୁ ମିଳିଛି। ଅନ୍ୟ ଜଣେ ନୂଆ ହିରୋଇନଙ୍କ ସହିତ ରୋମାନ୍ସ କରୁଥିବାର ଦେଖାଦେଇଛନ୍ତି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି। ତ ରିଅଲ ଲାଇଫରେ ବର୍ଷାଙ୍କୁ ଡିଭୋର୍ସ ଦେଲା ପରେ ରିଲ୍ ଲାଇଫରେ ଏବେ ବିବାହ କରିଛନ୍ତି ଓଡ଼ିଆ ଅଭିନେତା ଅନୁଭବ। କର୍ମା ଚଳଚ୍ଚିତ୍ରରେ ତାଙ୍କର ଏବେ ସୁଟିଂ ସେଟ୍ରେ ବିବାହ କରିଥିବା ଘଟଣା ଦେଖିବାକୁ ମିଳିଛି। ତ ଅନୁଭବ ମହାନ୍ତି ଓଲିଉଡ ଇଣ୍ଡଷ୍ଟ୍ରିରେ ପ୍ରାୟ 50ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି। ସୁନ୍ଦର ଅଭିନୟ କାରଣରୁ ସାରା ଓଡ଼ିଶାର ଲୋକମାନେ ତାଙ୍କୁ ବେଶ ଅଧିକ ଭଲ ପାଇବା ଦେଇଛନ୍ତି। 90 ଦଶକରେ ଅନୁଭବ ମହାନ୍ତି ପ୍ରଥମେ ଆଲବମ୍ ଜଗତ ଜରିଆରେ ଓଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି ହୋଇଥିଲେ। ଆଉ ଏହାପରେ ସେ ଓଡ଼ିଆ ସିନେମାରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ଆଉ ଏହା ପରଠାରୁ ସେ କେବେ ହେଲେ ପଛକୁ ଫେରି ଚାହିଁନାହାନ୍ତି। ସୁନ୍ଦର ଅଭିନୟ ଆଉ ସୁନ୍ଦର ଆକ୍ସନ କାରଣରୁ ତାଙ୍କୁ ସାରା ଓଡ଼ିଶାର ଲୋକମାନେ ବେଶ ଅଧିକ ଭଲ ପାଇବା ଦେଇଛନ୍ତି। ତ ଏବେ ଅନୁଭବ ମହାନ୍ତି ବର୍ଷାଙ୍କ ଠାରୁ ଅଲଗା ହୋଇଯାଇଛନ୍ତି। ଅଲଗା ହେଲା ପରେ ଏବେ ରିଲ୍ ଲାଇଫରେ ବିବାହ କରୁଥିବା କଥା ଦେଖିବାକୁ ମିଳିଛି। ହେଲେ ରିଅଲ ଲାଇଫରେ ଅନୁଭବ ମହାନ୍ତି ଏ ଯାଏଁ ବିବାହ କରିନାହାନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ ଓଲିଉଡର ଏହି ଜବରଦସ୍ତ ଅଭିନେତା ଅନୁଭବ ମହାନ୍ତି କେମିତି ଲାଗନ୍ତି, ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ, ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚିତ ଭାବରେ କମେଣ୍ଟ କରନ୍ତୁ।